नमस्कार जय जगन्नाथ समस्त को। आज आम सहित अच्छा आरएस ब्लॉग्स एंड ट्रावेल्स। आज सकाଳେ देइथिली तांकर पोस्ट रे तांको चैनल पोस्ट रे देइथिली समस्त देखिथिबो। भाई बहुत बढ़िया वीडियो बनाउछंती, ट्रैवल करूछंती, ता सहित किछि किछि मोटो ब्लॉगिंग भी स्टार्ट करलेनी आउ आगु को भी आसीबो। आउ से बहुत अजଣା जिनस गुडा जोटा कि हम ओडिसा रो बहुत लोग जानी नाहंती सेई सब जगह को जाइकी एक्सप्लोर करूछंती। तो से ता द्वारा लाभ कौन हम ना आम ओडिसा रे लोक से सब जगह को अधिक अधिक जिबे आउ से थ्रू ओडिसा रो रेवेन्यू भी बढ़िबो कहना जानिथिबो टूरिस्ट मानकर रेवेन्यू रो बहुत बहुत देश गुडा भी से माने चलती केवल टूरिस्ट रेवेन्यू रे। तो आज भाई सहित खोला कथा हवा। से पाखापाखि 2000 सब्सक्राइबर तांकर अछंती आ अल्प टिके बाकी अछि तांकर वाच टाइम रे जानिथिबो 4000 वाच टाइम दरकार 4000 आवर्स रो 4000 आवर्स रो वाच टाइम दरकार। तो ସେଇଟା ତାଙ୍କର ଫିଲअପ ହେଇଗଲେ ସେ କିଛି କିଛି ଆର୍ନିଂ କରିବେ କାହିଁକି ନା ଜାଣିଥିବ ଟୁରିଷ୍ଟ ଯୋଉଟା ଟୁର ବ୍ଲଗ ଥାଏ ବୁଲିକି ଯୋଉଟା କରନ୍ତି ଟ୍ରାଭେଲ ବ୍ଲଗସ ଥାଏ ସେଗୁଡାରେ ବହୁତ ଖର୍ଚ୍ଚ ବି ହୁଏ। ତ ସେ ଆହୁରି ବଢିଆ ବଢିଆ ଓଡିଶାର ସବୁ ଜାଗାକୁ ଯାଇକି ଏକ୍ସପ୍ଲୋର କରିବେ ବାହାରକୁ ବି ଯିବେ। ତ ତାଙ୍କ ସହିତ ଆଜି କଥା ହବା ଖୋଲା କଥା ହବା ତାଙ୍କର କେବେଠୁ ଷ୍ଟାର୍ଟ କଲେ କେମିତିକା ଜର୍ଣ୍ଣି ଥିଲା ତା ଦ୍ୱାରା ଆଉ ଯୋଉମାନେ ମୋଟୋ ବ୍ଲଗିଂ ବା ବ୍ଲଗିଂ କରିବା ପାଇଁ ଚାହୁଁଛନ୍ତି ଟ୍ରାଭେଲ ବ୍ଲଗିଂ ତାଙ୍କଠୁ କିଛି ଶିଖିପାରିବେ। ଆଉ ଯୋଉମାନେ ନୂଆ ନୂଆ ଷ୍ଟାର୍ଟ ବି କରୁଛନ୍ତି ସେମାନେ କିଛି ପ୍ଲାନିଂ ବି କରିପାରିବେ। ମାନେ ବୁଲିବା ପାଇଁ ଆଜିକାଲି କାହାକୁ ଭଲ ନ ଲାଗେ ବୁଲିବା ପାଇଁ ସମସ୍ତଙ୍କୁ ଭଲ ଲାଗେ। ତ ସେଇଥିପାଇଁ ଭାଇଙ୍କ ସହିତ କଥା ହବା ବହୁତ ଖୁସି ଯେ ଆମେ ଭାଇ ଆମ ସହିତ ଅଛନ୍ତି ତାଙ୍କ ସହିତ ଖୋଲା କଥା ହବା। ତ ଭାଇ ନମସ୍କାର। ଆ, ନମସ୍କାର ଭାଇ। ଆ, ପ୍ରଥମେ ତ ମୁଁ ଶୁଭ୍ରାଂଶୁ ଭାଇଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି ମତେ ଇଣ୍ଟରଭ୍ୟୁକୁ ଡକେଇଥିବାରୁ। ଆଉ ବହୁତ ଖୁସି ଲାଗୁଛି ମାନେ ଯଦି ଆମଠୁ ନା ଟିକେ ବଡ କ୍ରିଏଟର ଯଦି ଆମକୁ ନା ଏତେ ଭଲ ପାଇବା ଦିଅନ୍ତି ଏତେ ସପୋର୍ଟ କରନ୍ତି ନା ବହୁତ ଭଲ ଲାଗେ ଆଉ ବର୍ତ୍ତମାନ ମତେ ମଧ୍ୟ ବହୁତ ହି ଭଲ ଲାଗୁଛି। ତ ଏଇଟା ନିଶ୍ଚିତ ଭାବରେ ଯଦି ମେନ୍ କଥା ହେଲା ଯଦି ଭଲ ଭଲ କ୍ରିଏଟର୍ସ ଆଗକୁ ଆସିବେ କଥା ହଉଛି ଯେ ଗୋଟେ ଷ୍ଟାଟିଷ୍ଟିକ୍ସ ଆସିଥିଲା ଯେ ପାଖାପାଖି 5% ଚ୍ୟାନେଲ ମାନେ ଡେଲି ଯଦି 100ଟା ଚ୍ୟାନେଲ ବନା ହଉଛି ସେଥିରୁ 5ଟା ଚ୍ୟାନେଲ ମନିଟାଇଜ ଯାଏ ଯାଇପାରୁଛନ୍ତି। ଆଉ ମନିଟାଇଜ ଯାଏ ନ ଯାଇକି ବହୁତ ଚ୍ୟାନେଲ ଭଲ ଭଲ ଚ୍ୟାନେଲ ବନ୍ଦ ହେଇଯାଏ। ତ ସେଇଟା ବି ୟୁଟ୍ୟୁବ ତାକୁ ଭାବୁଛି ଏବେ କଣ 500 ସବସ୍କ୍ରାଇବରରେ ପୁଣି ହବା କଥା ନା କଣ ଶୁଣା ଯାଉଛି। କିଛି କ୍ରାଇଟେରିଆ ଦବ। ତ ସେଇଥିପାଇଁ ସେ ଆଉ ଗୋଟେ କ୍ରାଇଟେରିଆ ସର୍ଟସ କ୍ରାଇଟେରିଆ ବି ଆଣିଛି କିନ୍ତୁ ବହୁତ ଲମ୍ବା ଟାର୍ଗେଟ ଦେଇଛି 10 ମିଲିୟନ ଭିଉ ଦରକାର 3 ମାସରେ। ତ ସେଇଟା ହଉଛି ତେଣୁ ବହୁତ ଚ୍ୟାନେଲ ବନ୍ଦ ହେଇଯାଏ ତେଣୁ ସେଇଥିପାଇଁ ଆମେ ବି ଚାହିଁବା କି ଓଡିଶାରେ ଭଲ ଭଲ ଚ୍ୟାନେଲ ଆସୁ ଯୋଉଟା କି ବାହାରେ ବହୁତ ୟୁଟ୍ୟୁବ ଥ୍ରୋରୁ ସୋସିଆଲ ମିଡିଆରେ ଲୋକେ ବହୁତ ପଇସା ବି କମେଇ ସାରିଲେଣି। ଓଡିଶାରେ ବି ଆମର ବହୁତ ଭାଇ ମାନେ କମାନ୍ତୁ ପଇସା ତା ସହିତ କିଛି ଭଲ ଭଲ ଚ୍ୟାନେଲ ଉପରକୁ ଆସୁ ଆଉ ଓଡିଶାରେ ଭଲ ଚ୍ୟାନେଲ ହଉ ଏଇଟା ଆମର ମେନ୍ ମୋଟୋ। ତ ଭାଇ ଚ୍ୟାନେଲ କେବେଠୁ ଷ୍ଟାର୍ଟ ହେଲା ଆଉ ଆପଣଙ୍କଠୁ ଜାଣିବା କଣ ସଂଘର୍ଷ କଣ କେତେ ଦିନରେ କେମିତି କଣ ଚାଲିଲା। ଭାଇ ଆକ୍ଚୁଆଲି ଏଇଟା ଆମର ହଉଛି ସେକେଣ୍ଡ ଚ୍ୟାନେଲ। ଏଇଟା ମୋର ସେକେଣ୍ଡ ଚ୍ୟାନେଲ ଟା। ଏଇ ଚ୍ୟାନେଲ ଟା ଷ୍ଟାର୍ଟ କରିକି ମତେ ହେଇଗଲା 2 ଇୟର୍ସ। ଆଗରୁ ଆଉ ଗୋଟେ ଚ୍ୟାନେଲ ଥିଲା ଯାହା ଯୋଉଟା କି 4 ବର୍ଷ ତଳେ ଷ୍ଟାର୍ଟ କରିଥିଲି। ଆଚ୍ଛା। ଆଉ ସେଇ ଚ୍ୟାନେଲ ଟା ଉପରେ ମତେ ଦୁଇ ଏତେ ହଜାର ନଲେଜ ନଥିଲା ଯାହାକି ଦୁଇ ହଜାର ୟୁଟ୍ୟୁବ ଉଣେଇଶ ବିଷୟରେ କିଛି ପାଖାପାଖି। ନଲେଜ ନଥିଲା। ହୁଁ ହୁଁ। ଫାଷ୍ଟ ଚ୍ୟାନେଲ ଯେତେବେଳେ ଷ୍ଟାର୍ଟ କଲି ୟୁଟ୍ୟୁବ ଉପରେ ମତେ ଟୋଟାଲି କିଛି ନଲେଜ ନଥିଲା। ଆଉ ସେଇ ଚ୍ୟାନେଲ ଟା ସେମିତି ହିଁ ତାର କ୍ରାଇଟେରିଆ ବିଷୟରେ କିଛି ଜଣା ନଥିଲା ମତେ ୟୁଟ୍ୟୁବ ର। ତ ସେମିତି ସେମିତି ସେ ଚ୍ୟାନେଲ ଟା ଡେଡ୍ ହେଇଗଲା। 2500 ସବସ୍କ୍ରାଇବର ହେଇକି ଡେଡ୍ ହେଇଗଲା। ତ ତ ସେଇଟା କାହିଁକି ନେକ୍ସଟ ଡେଟ୍ ହେଲା ଏଇ ଚ୍ୟାନେଲ କଣ ଟା କଣ ହେଲା ଆଁ ସେଇଟା ଆମ ନୂଆ ୟୁଟ୍ୟୁବର ଯୋଉମାନେ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଟିକେ କୁହ ସେମାନେ ହଁ କି ଭୁଲ କଲ କଣ ପାଇଁ ସେଟା ଡେଟ୍ ହେଲା। ଆକ୍ଚୁଆଲି ଦେଖନ୍ତୁ ମୁଁ ଯେତେବେଳେ ଫାଷ୍ଟ ଚ୍ୟାନେଲ ଷ୍ଟାର୍ଟ କଲି ନା ମୁଁ ଟୋଟାଲି କିଛି ୟୁଟ୍ୟୁବ ବିଷୟରେ ଜାଣିନଥିଲି। ତ ପ୍ରଥମେ ତ କହିବାକୁ ଚାହୁଁଛି ଯେତିକି ବି ନୂଆରେ ଯଦି ୟୁଟ୍ୟୁବର ଆସୁଛନ୍ତି ନୂଆରେ ୟୁଟ୍ୟୁବ ଖୋଲିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ନା କ୍ରାଇଟେରିଆ ଜାଣି ନିଅନ୍ତୁ ପ୍ରଥମେ। ସେଇଟା ସବୁଠୁ ବଡ ଆକ୍ଚୁଆଲି କଥା। ୟୁଟ୍ୟୁବ ର ରୁଲସ ରେଗୁଲେସନ କଣ ଜାଣି ନିଅନ୍ତୁ। ତ ସେଇ ଉପରେ ମତେ ଟୋଟାଲି କିଛି ନଲେଜ ନଥିଲା ଯୋଉଟା କି ମୁଁ ଫାଷ୍ଟ ୟୁଟ୍ୟୁବ ଯେତେବେଳେ ଖୋଲିଲି କିଛି ନଲେଜ ନଥିଲା ନା ହିଁ ମତେ ଗାଇଡ ଲାଇନ ବିଷୟରେ ଜଣାଥିଲା ନା ହିଁ ମତେ କପିରାଇଟ ଷ୍ଟ୍ରାଇକ ବିଷୟରେ ଜଣାଥିଲା। ସେମିତି ମୁଁ ୟୁଟ୍ୟୁବ ଚ୍ୟାନେଲ ଖୋଲିଦେଲି ଏଇଠୁ ସେଇଠୁ କପି ମାରିକି ଭିଡିଓ ପକେଇଲି। ହୁଁ ଆଉ ଯେତେବେଳେ ମୋର ସବୁ କମ୍ପ୍ଲିଟ ହେଇଗଲା ଯୋଉ କ୍ରାଇଟେରିଆ ଥାଉଛି 1000 ସବସ୍କ୍ରାଇବର 4000 ଘଣ୍ଟା ୱାଚ୍ ଟାଇମ ହୁଁ କମ୍ପ୍ଲିଟ ହେଇଗଲା। କାହିଁକିନା ମୁଁ କପି ମାରି ପକେଇଛି ଫିର ବି କମ୍ପ୍ଲିଟ ହେଇଗଲା କିନ୍ତୁ ଯେତେବେଳେ ମନିଟାଇଜେସନ ପାଇଁ ଆପ୍ଲାଏ କଲି ମୋ ହୁଁ। ଚ୍ୟାନେଲ ହେଇଗଲା ଡେଲ୍। କାହିଁକିନା ମୋର ଅଲ୍ ଭିଡିଓ କପି ଥିଲା। ଆଉ ସବୁ ଜାଗାରେ ମତେ ଗୋଟେ ଲାଗିଲା କଣ ନା ରିୟୁଜ କଣ୍ଟେଣ୍ଟ। ତ କିଛି ମେଲ ରିୟୁଜ ଆସିଥିଲା କଣ୍ଟେଣ୍ଟ ଯୋଉ ନା କିଛି ମେଲ ଆସିଥିଲା ଆଁ ନା ଅଟୋମେଟିକ ଷ୍ଟ୍ରାଇକ୍ ପରେ ଷ୍ଟ୍ରାଇକ୍ ଆସିକି ଡେଟ୍ ହେଲା। ଷ୍ଟ୍ରାଇକ ପରେ ଷ୍ଟ୍ରାଇକ ଆସିକି ଡେଡ୍ ହେଇଗଲା। ଷ୍ଟ୍ରାଇକ୍ ପରେ ଷ୍ଟ୍ରାଇକ୍ ଆସିକି ଡେଟ୍ ହେଲା। ତ ହଁ ସେଇଟା ଆମେ ରିୟୁଜ କଣ୍ଟେଣ୍ଟ ଷ୍ଟ୍ରାଇକ ଆସିଲା।
ଆଉ ସେମିତି ସେ ଚ୍ୟାନେଲ ଟା ଡେଡ୍ ହେଇଗଲା। ତାପରେ ମୁଁ ତ ଡିସାଇଡ କରିଦେଲି ଯେ ଆଉ ୟୁଟ୍ୟୁବ କରିବିନି। କାହିଁକି ନା ଏତେ ବଡ ଚ୍ୟାନେଲ, ମାନେ 2500 ସବସ୍କ୍ରାଇବର ଆଇ ଥିଙ୍କ ସେ ସମୟରେ ନା ଛୋଟ କଥା ନୁହେଁ, ହଁ 4 ବର୍ଷ ସେ ତଳ କଥା। ସମୟରେ ହଉ 2500 ସବସ୍କ୍ରାଇବର ଗୋଟେ ନୂଆ ଷ୍ଟାର୍ଟ ଜଣେ କରିବା ବହୁତ କଷ୍ଟକର ବେପାର ପ୍ରଥମେ। ହଁ, ଦେନ୍ ତାପରେ 2 ବର୍ଷ ତଳେ ଏବେ ଷ୍ଟାର୍ଟ କଲି ଏଇ ଚ୍ୟାନେଲ ଟା। ଏଇ ଚ୍ୟାନେଲ ବି ଷ୍ଟାର୍ଟ କରିବାର ଗୋଟେ ଛୋଟ ଷ୍ଟୋରି କଣ ନା, ମୁଁ ଗୋଟେ ମଜାକ ମଜାକରେ ଷ୍ଟାର୍ଟ କଲି। ଆମର ଏଇ ଯୋଉ ପ୍ରଥମ ମୋର ଫାଷ୍ଟ ଭିଡିଓ ପଡିଛି ଦୁର୍ଗାପାଡୁ ୱାଟରଫଲ। ମୁଁ ହୁଁ ଆକ୍ଚୁଆଲି ସେଇ ୱାଟରଫଲ କୁ ଯିବି ବୋଲିକି ମାନେ ପ୍ଲାନ କଲି। ପ୍ଲାନ କରିକି ଗୋଟେ ନାଇଁ ଗୋଟେ ଚ୍ୟାନେଲ ଖୋଲିବା, ଆଉ ଏମିତି ଏମିତି ନାଁ ଦେବା। ଏଇ ଚ୍ୟାନେଲ ଯୋଉ ନାଁ ଅଛି ସେଇ ନାଁ ହିଁ ଦେଇଥିଲି। ନାଁ ଦେବା ଆଉ ଗୋଟେ ଭିଡିଓ ବନେଇ ପକେଇଦବା, ଦେଖିବା କଣ ହଉଛି। ମୁଁ ପକେଇଦେଲି ଆଉ ସେଇ ଭିଡିଓଟା ହିଁ ଚାଲିଗଲା। ସେଇଟା ଚାଲିଗଲାରୁ ସେଇଟା ବହୁତ ବଢିଆ ଭିଉ ହେଇଛି ବି। ହୁଁ। ତ ତାପରେ ସେଇଠୁ ଷ୍ଟାର୍ଟ କଲେ। ପୁଣି ଆପଣଙ୍କର ହଁ ଗୋଟେ ସେଇଠୁ ଭିଡିଓ ମୁଁ ଦେଖୁଥିଲି, ଜର୍ଣ୍ଣି ଷ୍ଟାର୍ଟ କଲି। ସେଇଠୁ ଜଣେ ହଁ। ଷ୍ଟାର୍ଟ ହେଲା। ତାପରେ ମଝିରେ ମଝିରେ ହୁଁ। ବ୍ରେକ୍ କାହିଁକି ଆସିଲା? ଗୋଟେ ଭିଡିଓ ଦେଖୁଥିଲି ଆପଣଙ୍କର ହଁ ଷ୍ଟୋରି କହୁଥିଲେ 7 8 ମାସ 9 ମାସ ପରେ ପୁଣି ଭିଡିଓ ପକେଇଲେ। ହଁ ଆକ୍ଚୁଆଲି କଣ ନା, ଦେଖନ୍ତୁ ଯୋଉଟା କି ଟ୍ରାଭେଲିଂ ଭିଡିଓ ମାନେ ବଜେଟ ଲାଗେ। ଆଉ ପ୍ରଥମେ ମୁଁ କଣ କଲି ନା, ଆମ ଏରିଆର ମାନେ ରାୟଗଡା ଡିଷ୍ଟ୍ରିକ୍ଟ ର, ମୁଁ ଯୋଉ ରାୟଗଡା ରୁହେ, ରାୟଗଡା ଡିଷ୍ଟ୍ରିକ୍ଟ ର ସବୁ ପ୍ଲେସ କଭର କଲି। ହୁଁ ହୁଁ ପ୍ରଥମେ ସବୁ ପ୍ଲେସ କଭର କରିଦେଲି, ତ ସେଠି ଆମର କମ ବଜେଟ ରେ ହେଇଗଲା। କିନ୍ତୁ ନେକ୍ସଟ ଏବେ ମତେ ଯିବାକୁ ଥିଲା, ବାହାରକୁ ଯିବାର ଅଛି। ହୁଁ। କିନ୍ତୁ ମୋ ପାଖରେ ନା ବଜେଟ ର କମ। ତ ଟ୍ରାଭେଲ ଯଦି ବଜେଟ ର ଭଲ କମି ପାଇଁ, ହଁ ତାପରେ ମତେ ଭିଡିଓ ସ୍ଲୋ ହେବାର ଷ୍ଟାର୍ଟ ହେଲା। ମାନେ ଯୋଉଟା କି ସପ୍ତାହକୁ ଥରେ ଆସୁଥିଲା, ସେଇଟା 15 ଦିନକୁ ଥରେ, ମାସକୁ ଥରେ, ଏମିତି ଗେପ୍ ହେଇ 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 ଗେପ୍ ହେଇଗଲା। ଦେନ୍ ଏବେ ଲାଷ୍ଟ ଯୋଉଟା କି 9 ମନ୍ଥ ପରେ ଏଇଟା ଭିଡିଓ ଷ୍ଟାର୍ଟ କଲି ଆଉଥରେ। ହୁଁ ତମର ଏଇ ସେମିତି ହିଁ ପ୍ରୋବ୍ଲେମ ହିଁ ବହୁତ କ୍ରିଏଟ ହେଇଗଲା ପ୍ରୋବ୍ଲେମ, ତ ଟିକେ ଭିଡିଓ ଦବିକି କ୍ୱାଲିଟି ଯୋଉଟା ରହିଯାଇଥିଲି ଆଉ। ଭିଡିଓ ଯୋଉଟା ବନଉଛନ୍ତି ତ ବହୁତ ବଢିଆ କ୍ୱାଲିଟିର ଭିଡିଓ ବନଉଛନ୍ତି। ତ ଆମେ ଆଶା କରିବା ଯେ ଆଜ୍ଞା। ବହୁତ ବଢିଆ ତମର ଚାଲିବ। ତାପରେ ଯୋଉଟା ଆମେ ଆଉ ଗୋଟେ ଜିନିଷ କଥା ହବା ଯେ ତମର ମାନେ କେମିତି ୟାକୁ ଟାଇମ ବାହାର କରନ୍ତି, କେତେ ଟାଇମ ଦବା ପାଇଁ ପଡେ, କେମିତି ପ୍ଲାନ କରନ୍ତି ଭିଡିଓ ପାଇଁ? ଆକ୍ଚୁଆଲି ଦେଖନ୍ତୁ ମୁଁ ଟ୍ରାଭେଲିଂ କରେ, ଆଉ ଟ୍ରାଭେଲିଂ ର ମାନେ ହଉଛି ପୁରା ମାନେ ଗୋଟେ ଡେ ଗଲା, ଗୋଟେ ଡେ ଗଲା। ହୁଁ ଆଉ ଆକ୍ଚୁଆଲି ମୁଁ ଜବ୍ କରେ, ହଁ ଛୋଟ ମୋଟ ଜବ୍ କରେ, ଏମିତି କିଛି ବଡ ଜବ୍ ନୁହଁ, ଛୋଟ ମୋଟ ଜବ୍ କରେ। ତ ସଣ୍ଡେରେ ମତେ ସେଠୁ ଛୁଟି ମିଳେ। ସଣ୍ଡେ ଦିନ ମୁଁ ସକାଳୁ ଉଠିବି, ଚାଲିଲି, ବାଇକ୍ ଧରଲି, ଚାଲିଲି। ମୁଁ ମାନେ ମୁଁ ଏବେ ମାଇଣ୍ଡ ସେଟ କରିଦେଇଛି, ମତେ ସଣ୍ଡେରେ ଗୋଟେ ଭିଡିଓ ପକେଇବାର ଅଛି। ହୁଁ ମାନେ ସଣ୍ଡେରେ ସୁଟ କରୁଛି, ମଣ୍ଡେରେ ଭିଡିଓ ଟା ପକଉଛି ସକାଳୁ। ତ ସେମିତି ମୁଁ ଟାଇମ କାଟୁଛି, ସଣ୍ଡେ କୁ ସଣ୍ଡେ ହିଁ ମୁଁ ଯାଉଛି, ଟ୍ରାଭେଲିଂ କରୁଛି। ଆଉ ଯାହାବି 100 150 କିଲୋମିଟର ଭିତରେ ହିଁ ମୁଁ ଟ୍ରାଭେଲିଂ କରିକି ଭିଡିଓ ବନେଇକି ଆଣିକି ପକଉଛି। ତ କଷ୍ଟ ତ ହୁଏ, କିନ୍ତୁ କଣ କରିବା, ଯଦି କିଛି ପାଇବାର ଅଛି ତ କିଛି ହରେଇବାକୁ ପଡିବ। ନିହାତି ଉପରେ। ତ ଏଇ ଯୋଉ ଅନଏକ୍ସପ୍ଲୋର୍ଡ ଜାଗା ଗୁଡା ଅ ଯେମିତି ଜାଣିଥିବ, ମୁଁ ବି ଆଗରୁ ଯୋଉ ଫଲୋ କରୁଥିଲି, ଯେମିତି ଗୋଟେ ଓଡିଶାରେ କରନ୍ତି ଗୋ ଉତ୍ତମ କରନ୍ତି, ଜାଣିଥିବ। ଗୌତମ, ହଁ ମୁଁ ଗୌତମ କରନ୍ତି ଜାଣିଛି। ସିଏ ମୋଟୋ ବ୍ଲଗିଂ ସହିତ ବହୁତ ଜାଗା, ଓଡିଶାର ବହୁତ ଜାଗାକୁ ଏକ୍ସପ୍ଲୋର ବି କରିଛନ୍ତି। ଆଉ ବହୁତ ସବସ୍କ୍ରାଇବର ବି ତାଙ୍କର ଅଛି। ତ ସିଏ ତାଙ୍କର ଗୋଟେ ଭିଡିଓରେ ବି କହୁଥିଲେ ଯେ ଯେତେବେଳେ ଆମେ ମୋଟୋ ବ୍ଲଗିଂ କରୁ କି କରୁ, ବହୁତ ଜିନିଷ କେତେବେଳେ ଅସୁବିଧାର ବି ସେଠି ଇଏ କରେ, ମାନେ ବହୁତ କେତେବେଳେ ତାଙ୍କର ଗୋଟେ ବାଇକ୍ ଆକ୍ସିଡେଣ୍ଟ ବି ହେଇଯାଇଥିଲା, ଏସବୁ କହୁଥିଲେ। ତ ଏଇ ସବୁ ଜିନିଷର କେତେ ସେଫ୍ଟି ପ୍ରିକସନ ଏଇ ସବୁ ନେଇକି ଚାଲନ୍ତି? ହଁ ଏଇ ସବୁ ଜିନିଷ ପାଇଁ ପ୍ରଥମେ ତ ଆପଣ ପୁରା ସେଫ୍ଟି ୟୁଜ କରିବାକୁ ପଡିବ। ଆଉ ପ୍ରଥମେ ହଉଛି ହେଲମେଟ ୟୁଜ କରନ୍ତୁ। ମୁଁ ସମସ୍ତଙ୍କୁ ତ କହିବାକୁ ଚାହୁଁଛି ଭାଇ, ପ୍ରଥମ ହଉଛି ହେଲମେଟ ୟୁଜ କରନ୍ତୁ। ଆଉ ରହିଲା ଭାଇ ଗ୍ଲୋଭସ, ତାପରେ ଆମର ରହିଲା ସୁଜ, ଏଇ ସବୁ ଛୋଟ ମୋଟ। ଏବେ ଦେଖନ୍ତୁ ସବୁ ସେଫ୍ଟି ପ୍ରିକସନ ତ ଆମେ ୟୁଜ କରିପାରୁନା, ଯୋଉଟା କି ଗୋଟେ ପ୍ରପର ରାଇଡର ୟୁଜ କରେ। କାହିଁକିନା ସେ ବଜେଟ ନଥାଏ ଆମ ପାଖରେ। ତ ନିହାତି। ଯୋଉଟା କି ଛୋଟ ମୋଟ ସେଫ୍ଟି ପାଇଁ, ହୁଁ ଯୋଉଟା କି ଇମ୍ପୋର୍ଟାଣ୍ଟ, ଯୋଉଟା ସେ ସବୁ ୟୁଜ କରିକିନା ରାଇଡିଙ୍ଗ କରନ୍ତୁ। ମୁଁ ମଧ୍ୟ ସେମିତି ରାଇଡିଙ୍ଗ କରୁଛି। କାହିଁକିନା ପୁରା ମୋର ଏତେ ବଜେଟ ନାହିଁ ଯେ ମୁଁ ପୁରା ମୋର ଗିୟର୍ସ କିଣି ପାରିବି। ତ ସେଥିପାଇଁ ମୁଁ ଛୋଟ ମୋଟ ଯାହାବି ସେଫ୍ଟି ଗ୍ଲୋଭସ ହଉ, ସୁଜ ହଉ, ହେଲମେଟ, ଏଇ ସବୁ ୟୁଜ କରିକି ହିଁ ଗାଡି ଚଲାଏ। ଆଉ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ ବି କରିବାକୁ ଚାହୁଁଛି ଯେ ଆପଣ ମାନେ ସେଫ୍ଟି ୟୁଜ କରନ୍ତୁ, ସେଫ୍ଟିରେ ଗାଡି ଚଲାନ୍ତୁ, ଆଉ ସେଫ ରୁହନ୍ତୁ। ଓଡିଶାରେ ତ ବହୁତ ଜାଗା ବୁଲି ସାରିଲେଣି, ଓଡିଶାର ଟୁରିଜିମକୁ ନେଇକି କଣ କହିବେ? ଯେ ଜାଗା ଗୁଡା ଓଡିଶାର ଟୁରିଜମ, ହୁଁ ଆକ୍ଚୁଆଲି କହିବାକୁ ଗଲେ କଣ ନା, ମୁଁ ଓଡିଶାର ନା ଯେତିକି ପ୍ଲେସ୍ ଅଛି, ଓନ୍ଲି 10% ହିଁ ବୁଲିଛି। ହୁଁ ମୁଁ ଭାବୁଛି ଯାହା, ଓନ୍ଲି 10% ହିଁ ବୁଲିଛି। କାହିଁକି ନା ଓଡିଶାରେ ଯେତେ ଗୁଡେ ପ୍ଲେସ ଅଛି ନା, ଆମ ଗୌତମ ଭାଇ କଭର କରିଛନ୍ତି, ଆପଣ ଜାଣିଥିବେ।
ତ ବହୁତ ଗୁଡାଏ ପ୍ଲେସ୍ ଅଛି ଯୋଉଠି କି ମୁଁ ଏବେ ପର୍ଯ୍ୟନ୍ତ ବୁଲି ପାରିନି। ଆଉ ତାର ରିଜନ ଗୋଟେ ହିଁ, ଆଉ ସେ ସମସ୍ତଙ୍କ ସେ ରିଜନ ହିଁ ଥାଏ ସମସ୍ତଙ୍କ ପାଖରେ। ତ ମୁଁ ସେଇ ବହୁତ କମ ଜାଗା ହିଁ ବୁଲିଛି। ଆଉ ମୁଁ ଏଇତିକି ବି ଜାଣିଛି ଯେ ଆମ ଓଡିଶାରେ ଯେତିକି ପ୍ଲେସ୍ ଅଛି ନା, ମାନେ ବୁଲିବାକୁ ଯେତେ ପ୍ଲେସ୍ ଅଛି, ବୋଧହୁଏ କୋଉ ଜାଗାରେ ସେତେ ପ୍ଲେସ୍ ନଥିବ, କୋଉ ଷ୍ଟେଟ ରେ ସେତେ ପ୍ଲେସ୍ ନଥିବ ଯେତିକି କି ସବୁ ଅଛି, ଓଡିଶାରେ ଅଛି। ପାହାଡ ଅଛି, ସମୁଦ୍ର ଅଛି, ସବୁ କିଛି ଅଛି ଏଠି। ହଁ, ସବୁ ଅଛି। ୱାଟର ନେଚର ଦେଖିବାକୁ ପାଇବେ, ସମୁଦ୍ର ଦେଖିବାକୁ ପାଇବେ, ମନ୍ଦିର ଦେଖିବାକୁ ପାଇବେ, ଜଳପ୍ରପାତ ଦେଖିବାକୁ ପାଇବେ, ବହୁତ ଗୁଡାଏ ଜିନିଷ ଅଛି। କିନ୍ତୁ ମୁଁ ଏକ୍ସପ୍ଲୋର କରିପାରୁନାହିଁ, କିନ୍ତୁ ଅଛନ୍ତି ବହୁତ ଲୋକ ଅଛନ୍ତି ଯିଏ କି ଏକ୍ସପ୍ଲୋର କରୁଛନ୍ତି ଯାଇକି। ତ ତ କେତେ ସେଇଟା ଖୁସି ପାଇଁ ବି ଲାଗେ ଗୋଟେ ଖୁସି ଜିନିଷ ଲାଗୁଛି। ଯଦି ତମେ ସେଇଟା ଏକ୍ସପ୍ଲୋର କରିଛ, ଆଉ ସେଇଠି ବହୁତ ତାପରେ ପର୍ଯ୍ୟଟକ ଯାଉଛନ୍ତି ଆଉ ଥ୍ୟାଙ୍କ ୟୁ କହୁଛନ୍ତି କି ତମକୁ ଦେଖା ହେଲେ ବହୁତ ଇଏ କରୁଛନ୍ତି, ସେମିତି କଣ ଇନସିଡେଣ୍ଟ କେବେ ହେଇଛି ଯୋଉଟା କି ବହୁତ ହଁ, ମାନେ ଇଏ ହଁ କରୁଛି ହେଇଛି। ନା ମୁଁ ଆଉ ଥରେ କରିବି ଏଇଠି ଭିଡିଓ, ଆକ୍ଚୁଆଲି, ଭଲ ଲୋକ ଭଲ ପାଉଛନ୍ତି। ହଁ ହଁ, ଆକ୍ଚୁଆଲି ଗୋଟେ ଇନସିଡେଣ୍ଟ ହେଇଛି ମୋ ସାଙ୍ଗେ। ମୁଁ ଏଇଠୁ ଗୋଟେ 50 କିଲୋମିଟର ଦୂରରେ ଗୋଟେ ୱାଟରଫଲ ଅଛି। ହୁଁ ଆପଣ ଭିଡିଓରେ ବି ଦେଖିପାରିବେ, କେସକେରି ୱାଟରଫଲ ବୋଲି ଗୋଟେ ଭିଡିଓଟା ପଡିଥିବ। ହୁଁ। ଆଉ ଆକ୍ଚୁଆଲି ସେଇ ୱାଟରଫଲ କୁ ନା କେହି ବି ଦେଖିନଥିଲେ। ଆଚ୍ଛା କେହି ବି ଦେଖିନଥିଲେ ସେଇ ୱାଟରଫଲ କୁ। ଆଉ ସେଇ ୱାଟରଫଲ କୁ ପ୍ରଥମେ ମୁଁ ହିଁ ଯାଇଥିଲି। ଆଚ୍ଛା। ମାନେ 3 କିଲୋମିଟର ମୁଁ ଖାଲି ପାହାଡରେ ଚାଲି ଚାଲିକି ଯାଇଛି ସେଇ ୱାଟରଫଲ ଦେଖିବା ପାଇଁ। ଓହୋ। ସବୁଠୁ ବଡ ଟ୍ରାକିଂ ମୋର ସେଇଟା ହିଁ ଥିଲା। 3 କିଲୋମିଟର ପୁରା ପାହାଡ ଉପରେ ଚାଲି ଚାଲି ଯାଇକି ସେ ୱାଟରଫଲ ଖୋଜିକି ତାର ଭିଡିଓ ବନେଇକି ପକେଇଥିଲି। ଆଉ ପ୍ରଥମ ଭିଡିଓ ୟୁଟ୍ୟୁବ ରେ ମୋର ହିଁ ପଡିଛି ସେଇ ୱାଟରଫଲ ର। ତ ଆଚ୍ଛା। ସେମିତି ମୋ ସେଇ ଭିଡିଓ ଟା ନା ଚାଲିଗଲା। ମାନେ ପ୍ରଥମେ ମୁଁ ପକେଇଥିଲି, ଚାଲିଗଲା। ମତେ ଦେଖା ଦେଖା ବହୁତ ଗୁଡାଏ ଲୋକ ମତେ କମେଣ୍ଟ କଲେ ଯେ ଭାଇ ଆଡ୍ରେସ ଦିଅ, ଭାଇ କୋଉଠି ଏଇଟା ଅଛି। ଆଉ ସେମିତି ମତେ ବହୁତ ଲୋକ ଆଡ୍ରେସ ବି ମାଗିଛନ୍ତି, କମେଣ୍ଟ ରେ ଦେଖିଥିବେ। ମୁଁ ହୁଁ ଆଡ୍ରେସ ପାଇଁ ଆଉ ପର୍ସନାଲି ଗୋଟେ ଭିଡିଓ ବନେଇବାକୁ ପଡିଲା ମତେ, ଯେ ହୁଁ ଆଡ୍ରେସ ଏଇଟା ଏଇଟା ବୋଲିକି। ତ ବହୁତ ଗୁଡାଏ ଲୋକ ଗଲେ, ତାପରେ ବହୁତ ଗୁଡାଏ ଲୋକ ସେଠୁ ଭିଡିଓ ବନେଇକି ଆସିଲେ। ହୁଁ ଆଉ ହୁଁ ମତେ ବି ଖୁସି ଲାଗୁଛି, କାହିଁକିନା ମୋ ପାଇଁ ଗୋଟେ ପ୍ଲେସ ଟା ଭାଇରାଲ ହେଲା ନା, ମତେ ବହୁତ ଖୁସି ଲାଗୁଛି। ଆଉ ବର୍ତ୍ତମାନ ଟାଇମ ରେ ତାକୁ ଡେଭଲପ କରିବା ପାଇଁ ସବୁ ଚଲେଇଛନ୍ତି, ହୁଁ ତାର ଚାଲିଛି କାର୍ଯ୍ୟକ୍ରମ ଚାଲିଛି। ମୁଁ ଆଉ ଥରେ ସେଠି ଜର୍ଣ୍ଣି କରିବି ସେଇ ୱାଟରଫଲ କୁ। ଆଉ ହୁଁ 2 ବର୍ଷ ତଳେ ଯାଇଥିଲି ସେ ୱାଟରଫଲ କୁ, କେସକେରି ୱାଟରଫଲ କୁ 2 ବର୍ଷ ତଳେ ଯାଇଥିଲି। ଆଉ ବର୍ତ୍ତମାନ ଏଇ ମଝିରେ ମଧ୍ୟ ଯିବି ତାର ଡେଭଲପ କଣ ହେଲା କଣ ଦେଖିବା ପାଇଁ। ଆଉ ବର୍ତ୍ତମାନ ଚାଲିଛି, ମୁଁ ଶୁଣିବାକୁ ପାଇଲି ଯେ ଡେଭଲପ ଚାଲିଛି ସେଠି। ତ ଆପଣ ଭାବୁଛନ୍ତି ଯଦି ବଡ ବଡ ୟୁଟ୍ୟୁବର କି ଭଲ ୟୁଟ୍ୟୁବର ଯଦି ଭଲ ଭଲ ସ୍ଥାନକୁ, ଯଦି ଆମର ଦର୍ଶନୀୟ ସ୍ଥାନକୁ ମାନେ ଭିଡିଓ କରିବେ, ତା ନିହାତି ଉପରେ ଆମର ପର୍ଯ୍ୟଟନ ବି ବଢିପାରିବ ନାଇଁ କି? ଆଜ୍ଞା ଆଜ୍ଞା। ତ ଯେତେବେଳେ ଏଇ ଦେଓମାଳି ଟା ଦେଖୁଥିଲି ଉପରେ, ଯେତେବେଳେ ପହଞ୍ଚିଲେ ପୁରା ଏକ୍ସାଇଟେଡ ହେଇଯାଉଥିଲେ, କେମିତିକା ଫିଲିଙ୍ଗ ଥାଏ ଯୋଉ ଟ୍ରାଭେଲ ତ ଗୋଟେ ଠିକ ଅଛି, ୟୁଟ୍ୟୁବ ଗୋଟେ, ପଇସା ଗୋଟେ, ବୁଲିବାର ଯୋଉ ନିଶା କେବେଠୁ ଷ୍ଟାର୍ଟ ହେଲା? ବୁଲିବା ପାଇଁ କାହିଁକି ସବୁ? ବୁଲିବାର ନିଶା ଆକ୍ଚୁଆଲି ମାନେ 90% ଲୋକଙ୍କର ନା ବୁଲିବାର ନିଶା ଥାଏ। ହଁ ଆଉ ସେଇ ଭିତରୁ ମୁଁ ମଧ୍ୟ ଜଣେ। କିନ୍ତୁ କଣ ନା, କିଛି ଜଣ ନା ଅର୍ଥର ଅଭାବରୁ ହଁ, ସମୟ ଅର୍ଥ ବୁଲି ଦୁଇଟା। ପାରନ୍ତି ନାହିଁ। ଆଉ ମୋର କଣ, ମୋର ଗୋଟେ ଅଭ୍ୟାସ କଣ ଅଛି ନା, ମତେ ବୁଲିବାର ଅଛି। ଯାହା ହେଇଯାଉ ବୁଲିବାର ଅଛି। ମୋ ସେଇ ଟାଇପ ର ମୋର ମେଣ୍ଟାଲିଟି। ମାନେ ମତେ ବୁଲିବାକୁ ଟିକେ ବହୁତ ଭଲ ଲାଗେ, ସେଥିପାଇଁ ହିଁ ମୁଁ ଟ୍ରାଭେଲିଂ ରେ ଆସିଲି, ବ୍ଲଗିଂ ରେ ଆସିଲି। ଆଉ ଏଇ ନିଶା ଷ୍ଟାର୍ଟ ହେଲା ମାନେ, ମୋର ଷ୍ଟାର୍ଟ ହେଲା ଏଇଟା 2018 ରୁ ଷ୍ଟାର୍ଟ ହେଲା ଏକ୍ଚୁଆଲି ବୁଲାବୁଲି। କାହିଁକିନା ବହୁତ ଗୁଡାଏ ପ୍ଲେସ ବୁଲିଦେଲି 2018 ରେ ମୁଁ, ହୁଁ ଯେତେବେଳେ କି ଭିଡିଓ ବନଉନଥିଲି ଟୋଟାଲି। ହୁଁ ହୁଁ 2018 ରେ ବହୁତ ଗୁଡାଏ ପ୍ଲେସ ବୁଲିଦେଲି। ତାପରେ ମୁଁ ଭାବିଲି ୟାର, ୟୁଟ୍ୟୁବରେ ଯେତେବେଳେ ଦେଖିଲି ନା ଏଇ ପ୍ଲେସ ତ ବୁଲିକି ଲୋକମାନେ ଭିଡିଓ ବନେଇ ପକଉଛନ୍ତି, ହୁଁ ତାହେଲେ ମୁଁ କାହିଁକି ବନେଇକି ପକେଇବିନି। ତ ସେଇଠୁ ମୋ ଜର୍ଣ୍ଣି ଷ୍ଟାର୍ଟ କଲି। ୟୁଟ୍ୟୁବ ରେ ମୁଁ ବି ଆସିଲି, ଆଉ ନା ମୁଁ ବି ଭିଡିଓ ବନେଇକି ପକେଇବା, ଦେଖିବା କଣ ହଉଛି। ତ ହୁଁ ମୋ ହୁଁ। ଷ୍ଟାର୍ଟିଂ ଭିଡିଓ ଦେଖିବାରୁ ମାନେ ମତେ ନିଜକୁ ହସ ଲାଗୁଛି ବର୍ତ୍ତମାନ ଦେଖିଲେ। ସେଇଟା ତ ନିହାତି କାହିଁକିନା ଷ୍ଟାର୍ଟିଂ ରୁ ଜାଣିଥିବେ ଯଦି, ହୁଁ, ଧୀରେ ନୂଆ ନୂଆ ଧୀରେ ୟୁଟ୍ୟୁବର ଯଦି ଆସେ, ତାହେଲେ ତାର କଣ ଅବସ୍ଥା ଥିବ ଜାଣିଥିବେ। ନିହାତି ଭାବରେ ବହୁତ ଜିନିଷ ଶିଖିବା ପାଇଁ ଆଉ ପଡେ। ହୁଁ, ବହୁତ ଜିନିଷ ଶିଖିବାକୁ ପଡେ, ବହୁତ ଜିନିଷ। ତ ୟୁଟ୍ୟୁବ ଗୋଟେ ପୁରା ମାନେ ଭାଷ୍ଟ ଜିନିଷ ନାଇଁ କି, ବହୁତ ମାନେ ତାର ବହୁତ କ୍ରାଇଟେରିଆ ଥାଏ, ବହୁତ ଜିନିଷ ତମେ ଧୀରେ ଧୀରେ ଶିଖିବା ପାଇଁ ବହୁତ ପଡେ। ବହୁତ ଏଡିଟିଂ ଠୁ ଆରମ୍ଭ କରିକି, ବହୁତ। ତ ଏଡିଟିଂ କେମିତି ଶିଖିଲେ? ହଁ, ଏଡିଟିଂ, ଆକ୍ଚୁଆଲି ଏଡିଟିଂ ମତେ ସେଇ ଆଗରୁ ହିଁ ଟିକେ ପସନ୍ଦ ଥିଲା। ମାନେ ଯାହାକି ଏ ସିନେମାଟିକ ଟାଇପ ର କିଛି ସୁଟ କରିଲେ, ମାନେ ଯୋଉଟା କି ଆଗରେ କଣ ହେଲା ନା, ଏତେ ଭିଡିଓ ଫିଡିଓ ଏତେ ଖାସ ହଉନଥିଲା, ହୁଁ ଆପଣ ବି ଜାଣିଥିବେ। ହୁଁ ତ ଆଗରେ ଛୋଟ ମୋଟ ମୋବାଇଲ ହିଁ ଆସୁଥିଲା, ଏତେ ବଡ ବଡ ମୋବାଇଲ ଆସୁନଥିଲା। ତ ସେଇଠି ନା ଫଟୋ ଫଟୋ ସବୁ ଉଠାଏ। ଆଉ ମୁଁ ତାକୁ ଖାଲି ଫଟୋ ଯାକ ମାନେ ଏଡ କରିକି ଗୋଟେ ଭିଡିଓ ଟାଇପ ର ବନେଇ ଦିଏ। ତ ହୁଁ ସେଇଟା ମୋ ଅଭ୍ୟାସ ଥିଲା ଆଗରୁ। ହୁଁ ତାପରେ ସେଇଠୁ ମୁଁ ଷ୍ଟାର୍ଟ କଲି, ଯେତେବେଳେ ଭିଡିଓ ବନେଇଲି, ଭାବିଲି ଭିଡିଓ କେମିତି ଏଡିଟ କରିବେ, ତ ସେଇଠୁ ମୁଁ ଭିଡିଓକୁ ମର୍ଚ କରିବାର ଷ୍ଟାର୍ଟ କଲି।
ଆଚ୍ଛା। ମର୍ଜ କରୁ 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 ଅଭ୍ୟାସ ହେଇଗଲା ଏବେ ଯାଇ ଚାଲିଛି ଆଉ। ଆଗକୁ କଣ ପ୍ଲାନିଂ ଅଛି ୟୁଟ୍ୟୁବରେ? ୟୁଟ୍ୟୁବ ରେ ଆଗକୁ ମୋର ପ୍ଲାନ୍ ଅଛି ଅଲ୍ ଓଡିଶା ଟୁର ପ୍ଲାନ୍ ଅଛି ଦେନ୍ ଯଦି ମୋର ଇନକମ ସୋର୍ସ ଟିକେ ଷ୍ଟାର୍ଟ ହୁଏ ତାପରେ ମୁଁ ଅଲ୍ ଇଣ୍ଡିଆ ରାଇଡ୍ କରିବାର ପ୍ଲାନ୍ କରିଛି। ବହୁତ ବଢିଆ। ତ ଆମକୁ ଭଲ ଭଲ ଭିଡିଓ ଏମିତି ଦେଖାନ୍ତୁ। ଆଉ ନୂଆ ୟୁଟ୍ୟୁବରଙ୍କୁ କଣ କହିବେ? ନୂଆ ୟୁଟ୍ୟୁବର ମାନଙ୍କୁ ମୁଁ ଦିଲ ସେ ଗୋଟେ ହିଁ କଥା କହିବାକୁ ଚାହୁଁଛି ଯଦି ଚାରି ୟୁଟ୍ୟୁବ ବର୍ଷର ରେ ଏକ୍ସପିରିଏନ୍ସ କାମ କଣ କହିବେ? କରିବାକୁ। ଚାରି ବର୍ଷର ଆଜ୍ଞା। ଏକ୍ସପିରିଏନ୍ସ, 4 ବର୍ଷର ଏକ୍ସପିରିଏନ୍ସ ରୁ କଣ କହିବେ? 4 ବର୍ଷ ଏକ୍ସପିରିଏନ୍ସ ରୁ କିଛି ମୁଁ ଜଣ କହିବାକୁ ଭାବନ୍ତି ଚାହୁଁଛି ନା ମୁଁ ୟୁଟ୍ୟୁବ ରେ ଆସିଛି, କାଲି ମତେ ଭିଡିଓ ଭାଇରାଲ ହେଇଯିବ, କାଲି ଗୋଟେ ମୁଁ ସକ୍ସେସ ହେଇଯିବ, ସେଇଟା କେବେ କେବେ ନୁହଁ ସେଇଟା। ତ ମୁଁ କହିବାକୁ ଚାହୁଁଛି ଯେତିକି ବି ନୂଆ ୟୁଟ୍ୟୁବର ଯଦି ୟୁଟ୍ୟୁବ କୁ ଆସୁଛନ୍ତି କ୍ରିଏଟର, ତାହେଲେ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବାକୁ ଚାହୁଁଛି, ଗୋଟେ ହିଁ ଜିନିଷ ରିକ୍ୱେଷ୍ଟ କରିବାକୁ ଚାହୁଁଛି, ଯଦି ଆପଣ ମାନେ ଯଦି କାମ କରିବାକୁ ଚାହୁଁଛନ୍ତି ୟୁଟ୍ୟୁବ ରେ ପ୍ରପର କାମ କରିବାକୁ ଚାହୁଁଛନ୍ତି ତାହେଲେ ହିଁ ୟୁଟ୍ୟୁବ କୁ ଆସନ୍ତୁ, ନହେଲେ ମୁଁ ରିକ୍ୱେଷ୍ଟ କରିବାକୁ ଚାହୁଁଛି ଯେ ୟୁଟ୍ୟୁବ କୁ ଆସନ୍ତୁ ନାହିଁ, କାହିଁକିନା ୟୁଟ୍ୟୁବ ବହୁତ ହାର୍ଡ। ହୁଁ। ମୁଁ 4 ବର୍ଷ ହେଇଗଲାଣି ମୁଁ ଜାଣିଛି ୟୁଟ୍ୟୁବ ବହୁତ ହାର୍ଡ। ଆଉ ଯିଏ କହୁଛନ୍ତି ନା ଆରା ଇଜିଲି ସବୁ ଜିନିଷ ହେଇଯିବ, ଇଜିଲି ଆଜି ଭିଡିଓ ପକେଇବା କାଲି ଭାଇରାଲ ହେଇଯିବ, ସେମିତି ହେବନି। ମାନେ ହଜାରରୁ ଜଣଙ୍କର ଭିଡିଓ ହିଁ ଭାଇରାଲ ହେଲେ ହବ ସେମିତି, ତା ନଚେତ ଭାଗ୍ୟ କାହାର ଥିଲେ ବି ହବନି କାହାର ଏତିକି ଦୁଇ ମୁଁ। ତିନି ଜଣଙ୍କର ହେଲେ ହବ, ଭାଗ୍ୟ ଭଲ ଥିଲେ। ହଁ, ଭାଗ୍ୟ ଭଲ ଥିଲେ ନଚେତ ହେବନି। ତ ଯଦି ୟୁଟ୍ୟୁବରେ ଆସିବାକୁ ଚାହୁଁଛନ୍ତି ତାହେଲେ ପୁରା ମାଇଣ୍ଡ ସେଟ କରନ୍ତୁ, ଆପଣଙ୍କୁ 1 ଇୟର ମିନିମମ୍ ପୁରା ନନଷ୍ଟପ ଆଖି ବୁଝିକି ନନଷ୍ଟପ କିଛି ନ ଭାବିକିନା କାମ କରିବାର ଅଛି, ହେଲେ ଯାଇକି ହିଁ ଆପଣ ମାନେ ୟୁଟ୍ୟୁବ ରେ କିଛିଟା ସକ୍ସେସ ପାଇପାରିବେ, ନଚେତ ଆଉ କମ୍ୟୁନିଟିର ନାଇଁ, ଟୋଟାଲି ଗାଇଡଲାଇନ୍ସ କୁ ପାଇପାରିବେ। ପୁରା ମାନେ ଭଲ କରି ଜାଣିବା ପାଇଁ ପଡିବ, ସେଇଟା ହଉଛି ସବୁଠୁ ହଁ, ପ୍ରଥମେ ଇମ୍ପୋର୍ଟାଣ୍ଟ। ପ୍ରଥମେ ତ ସେଇଟା ହିଁ ମୁଁ ଯେମିତି ଷ୍ଟାର୍ଟିଂ ରୁ ହିଁ କହିଥିଲି, ଯୋଉଟା କି ଆର ଗାଇଡ ଲାଇନ କୁ ପ୍ରଥମେ ପୁରା ପ୍ରପରଲି ଜାଣିବାର ଅଛି। ଗାଇଡ ଲାଇନ କଣ, କୋଉ ଟାଇପ ର ମାନେ ତାର ଅଛି, କୋଉ ଟାଇପ ର ଭିଡିଓ ପକେଇବାର ଅଛି, କୋଉ ଟାଇପ ର ଆମେ ଅଡିଓ ଏଡ କରିପାରିବା, କୋଉ ଟାଇପ ର ଏଡିଟ କରିବେ, କେତେ ଲେବୁଲ ଯାଇ ଆମେ ମାନେ ୱାର୍ଡ ୟୁଜ କରିପାରିବା, ରାଇଟ୍। କାହିଁକିନା ବେଶୀ ବେଡ ଲାଙ୍ଗୁଏଜ ଆମେ ୟୁଜ କରିପାରିବାନି। ରାଇଟ୍। ତ ଏଇ ସବୁ ଜାଣିଲା ପରେ ହିଁ, ପ୍ରପରଲି ଜାଣିଲା ପରେ ହିଁ ୟୁଟ୍ୟୁବ ରେ ଭିଡିଓ ବନେଇବା କଥା। ଚାଲ, ଆମର ଦର୍ଶକ ମାନେ ଯୋଉମାନେ ଦେଖୁଛ ଏଇ ଭିଡିଓ, ଭାଇଙ୍କୁ ସପୋର୍ଟ କର। ଭାଇଙ୍କ ଭିଡିଓ ଏତେ ସୁନ୍ଦର ସୁନ୍ଦର ଭିଡିଓ ବନେଇଛନ୍ତି, ବହୁତ ଜାଗା ବୁଲିଛନ୍ତି। ଆଉ ତାଙ୍କ ଭିଡିଓକୁ ଦେଖ, ଆଉ ସେଇ ସବୁ ଜାଗାକୁ ବି ଯାଇକି ଦେଖ, ବହୁତ ବଢିଆ ବଢିଆ ଲୋକେସନ ରେ ଭିଡିଓ ହେଇଛି, ସେଇ ସବୁ ଜାଗା ବି ଯାଅ। ଆଉ ଭିଡିଓକୁ ବି ଦେଖ, ଆଉ ଜଲ୍ଦି ଜଲ୍ଦି ତାଙ୍କ ୱାଚ୍ ଟାଇମ ଟା କରିଦିଅ, ସେ ତାପରେ ଆହୁରି ଏନର୍ଜି ନେଇକି ଜବରଦସ୍ତ ଭିଡିଓ କରିବେ। ଆଉ ବଢିଆ ବଢିଆ ଜାଗା, ସବୁ ଜାଗା ବୁଲିକି ଏକ୍ସପ୍ଲୋର ବି କରିବେ। ତ ଓଡିଶାର ଏମିତି କିଛି ବ୍ଲଗର ମାନେ ଯୋଉମାନେ ଟ୍ରାଭେଲ ବ୍ଲଗିଂ ସ୍ପେଶିଆଲି କରୁଛନ୍ତି, ସେମାନେ ଆସିଲେ ଓଡିଶାର କିଛି ପର୍ଯ୍ୟଟନ ସ୍ଥଳୀ ବି ସେଇଟା ଏକ୍ସପ୍ଲୋର ହବ, ଆଉ ଲୋକ ଅଧିକରୁ ଅଧିକ ଦେଖିବେ। କାରଣ ଆମ ପାଖରେ ବହୁତ କିଛି ଦେଖିବାର ଅଛି, ବହୁତ କିଛି ଜିନିଷ ଅଛି ଯୋଉଟା କି ଏକ୍ସପ୍ଲୋର ଏବେ ବି ଠିକ ସେ ଗଭର୍ଣ୍ଣମେଣ୍ଟ ବି କରିନି, ଆଉ ଆମର ବି ହେଇ ବି ନାହିଁ, ଲୋକ ଜାଣିନାହାନ୍ତି। ତ ଭାଇ ଆଉ ଶେଷରେ କଣ କହିବେ? ଶେଷରେ ମୁଁ ସମସ୍ତଙ୍କୁ ଏତିକି କହିବାକୁ ଚାହୁଁଛି, ଯଦି ଆପଣ ମାନଙ୍କୁ ମୋ ଭିଡିଓ ଆଉ ଭାଇଙ୍କ ଭିଡିଓ ଯଦି ଭଲ ଲାଗେ, ତାହେଲେ ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିକି ବେଲ ଆଇକନ ଦବେଇକି ରଖନ୍ତୁ। ନିଶ୍ଚିତ। ଆଉ ଯେତିକି ବି ନୂଆ କ୍ରିଏଟର ଦେଖୁଛନ୍ତି, ତାହେଲେ ପ୍ଲିଜ ସପୋର୍ଟ କରନ୍ତୁ, ଆଉ ଆପଣ ମାନେ ବି ଭିଡିଓ ବନେଇବା ଷ୍ଟାର୍ଟ ଆମେ ବି କରନ୍ତୁ। କରିବା, ଆମେ ବି ଆଉ ସମସ୍ତଙ୍କୁ ଯଦି ମୁଁ, ସପୋର୍ଟ କରିବା, ସମସ୍ତେ ଆମକୁ ବି କର, ଆମେ ବି ସମସ୍ତଙ୍କୁ କରିବା। ହଁ ବାସ୍, ଆମେ ସମସ୍ତ ତମକୁ କରିବୁ, ତମେ ଆମକୁ କର ଭାଇ। ସପୋର୍ଟ ହିଁ ବଡ କଥା। ହୁଁ। ଆଉ ଆଶା କରୁଛି ଆପଣ ମାନେ ସପୋର୍ଟ କରିବେ ଭାଇ। ଆଉ କିଛି କହିବି ମାନେ ମନରେ ଆଉ କିଛି ନାହିଁ କାହା ପାଇଁ କିଛି କହିବା ପାଇଁ। ବହୁତ ଷ୍ଟ୍ରଗଲ କରିଦେଲି, ତ ଆଶା କରୁଛି ଆପଣ ମାନେ ମୋ ଭିଡିଓ ଟିକେ ଦେଖିବେ, ଭିଡିଓ ଦେଖିକି ମତେ ସପୋର୍ଟ କରିବେ। ନିଶ୍ଚିତ ତ ସମସ୍ତେ ଆପଣ କରିବା। ସପୋର୍ଟ କଲେ ଯାଇକି ହିଁ ଆଗକୁ ବଢି ପାରିବି, ନଚେତ ଭାଇ ଆଉ ମାନେ ପେସେନ୍ସ ନାହିଁ ଯେ ମୁଁ ଆଉ ଆଗକୁ ବଢିପାରି ବୋଲି, କାହିଁକିନା ବହୁତ ବର୍ଷ ଷ୍ଟ୍ରଗଲ କଲି। ତ ରିକ୍ୱେଷ୍ଟ କରୁଛି ସମସ୍ତଙ୍କୁ ଯେ ଟିକେ ସପୋର୍ଟ କରନ୍ତୁ, ଆଉ ଭାଇଙ୍କୁ ମଧ୍ୟ ସପୋର୍ଟ କରନ୍ତୁ। ଚାଲ, ତ ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ପୁଣି ଆଉଥରେ କେବେ ଦେଖାହବ, ଆଉ ବି ପୁଣି କଥା ହବା। ମନିଟାଇଜ ହେଇଯାଉ ଆଜ୍ଞା। ଶୀଘ୍ର ଶୀଘ୍ର, ପୁଣି କେବେ ଦେଖାହବା। ଅଫଲାଇନ ବି ଦେଖାହବା କେବେ। ଆଜ୍ଞା। ଧନ୍ୟବାଦ ଭାଇ, ନମସ୍କାର। ତ ଭାଇ ଥ୍ୟାଙ୍କ ୟୁ ଭାଇ, ବାय ବାय। ବାଏ।